ଗାଈର ନାଁ ହେଲା ବଉଳା। ଗାଈର ନାମ ବଉଳା। ଜଙ୍ଗଲରେ ଚରୁଚରୁ ଗୋଟିଏ ମହାବଳ ବାଘ ହାବୁଡ଼ରେ ପଡ଼ିଗଲା। ଗାଈ କୁଆଡ଼େ ଯାଇଥିଲା? ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେ କଣ କଲା ନା ବାଘ ହାବୁଡ଼ରେ ସେଦିନ ପଡ଼ିଯାଇଛି। କିଏ ପଡ଼ିଗଲା? କିଏ ପଡ଼ିଗଲା? ଗାଈ। ବାଘ କହିଲା ବଉଳାକୁ, ମୁଁ ଆଜି ତତେ ଖାଇବି। ବାଘ କଣ କହିଲା ଗାଈକି? ମୁଁ ଆଜି ତତେ ଖାଇବି। ବାଘ କଣ ଖାଏ? ମାଂସ ଖାଏ। କାହା ମାଂସ? ଜଙ୍ଗଲରେ ଯେ ଜୀବଜନ୍ତୁ ଥାନ୍ତି ମାଂସ ଖାଏ ହେଲା। ବଉଳା କହିଲା ବାଘ ମାମୁଁ। ଗାଈ କଣ କହିଲା? ମାମୁଁ। ଓ ମାମୁଁ। ବାଘ ମାମୁଁ। ତମର ସବୁ ପୁଅ କଣ କରେ? ଜହ୍ନ ମାମୁଁ। ମୁଁ ମୋର ଛୁଆକୁ କ୍ଷୀର ଦେଇ ଫେରି ଆସିବି। ମତେ ଟିକିଏ ଛାଡ଼ିଦିଅ। ଗାଈ କଣ କହିଲା? ବାଘ ହାବୁଡ଼ରେ ଯେତେବେଳେ ପଡ଼ିଗଲା ବାଘ କହିଲା ମୁଁ ତମକୁ ଖାଇବି ହେଲା। ଗାଈ କଣ କହିଲା? ମୁଁ ଘରକୁ ଯିବି, ତାର କିଛି କ୍ଷୀର ଛାଡ଼ିଥିଲା, ସେ କ୍ଷୀର ଖାଇଥିଲା ତା ମାଆଠୁ ହେଲା। ସେ କହିଲା ମୁଁ ମୋ ଛୁଆକୁ କ୍ଷୀର ଖୁଆଇବି, ପୁଣି ଆସିବି ଭାରି ଜଙ୍ଗଲକୁ ହେଲା। ବାଘ ରାଜି ହେଇଗଲା ବଉଳା ବାଛୁରୀକୁ କ୍ଷୀର ଖାଇବା ପାଇଁ ଘରକୁ ଫେରିଲା। ବଉଳା କଣ କଲା? ବାଘ ରାଜି ହେଇଗଲା ତୁ ଯା ବୋଲି, ସେ କଣ କଲା? ଘରକୁ ଫେରିଲା ତା ଛୁଆକୁ କ୍ଷୀର ଦବ ବୋଲି। ବଉଳା ଘରକୁ ଫେରି ତା ଛୁଆକୁ କ୍ଷୀର ଖୁଆଇଲା। ତା ଆଖି ଲୁହ ବୋହି ଯାଉଥାଏ। ସେ ସ୍ନେହରେ ବାଛୁରୀକୁ ଚାଟୁଥାଏ। ବଉଳାକୁ କେମିତି ଲାଗିଥିବ? ସେ ଜାଣିଛି ଆଗକୁ ଗଲେ ବାଘ ମତେ ଖାଇଦବ। ପୁଣି ଆଉ ଯଦି ତା ଛୁଆକୁ କଣ ଲାଷ୍ଟ ଦେଖିବ ନା, ତାପରେ ଦେଖିପାରିବ କି? ସେ କଣ କରୁଥିଲେ? ତା ଛୁଆ ଯେତେବେଳେ କ୍ଷୀର ଖାଉଥିଲା ସେ କାନ୍ଦୁଥିଲା ହେଲା। ଆଉ ତା ଛୁଆକୁ ଗେଲ କରୁଥିଲା ଚାପିକି। ଆମକୁ ଯେମିତି ଏମିତି ଗେଲ କରିଦିଏ ନାହିଁ, ସେ କଣ କରିବ? ସେ ତା ଛୁଆକୁ ଚାଟି ଚାଟି ଗେଲ କେମିତି ଚାଟି ଗେଲ କରୁଥିଲା। ତାକୁ କ୍ଷୀର ଖୁଆଇ ବଉଳା ସତ୍ୟର ରକ୍ଷା କରି ବାଘ ପାଖକୁ ଫେରି ଆସିଲା। ବଉଳାକୁ ଦେଖି ବାଘର ମନ ବଦଳିଗଲା। କହିଲା କଥା ମାନି ମୋ କଥା ରଖିଥିବାରୁ ମୁଁ ଖୁସି ହେଲି। କଣ ହେଲା? ଗାଈ କଣ କଲା? ତା କଥା ରଖି ତା ଛୁଆକୁ କ୍ଷୀର ଦେଇ ପୁଣି ଜଙ୍ଗଲକୁ ଗଲା ବାଘ ପାଖକୁ ହେଲା। ମୁଁ ତତେ ଆଉ ଖାଇବି ନାହିଁ, ତୁ ଏବେ ତୋ ଛୁଆ ପାଖକୁ ଫେରିଯା। ବଉଳା ସତ୍ୟ ରକ୍ଷା କରି ବାଘ ପାଖକୁ ଫେରି ଆସିଲା ହେଲା। କିଏ ଫେରି ଆସିଲା? ବଉଳା ଫେରି ଆସିଲା ବାଘ ପାଖକୁ ହେଲା। ବଉଳାକୁ ଦେଖି ବାଘର ମନ ବଦଳିଗଲା। ବାଘ କେଡ଼େ ବାଘ ହେଲା। ବଉଳାକୁ ଦେଖିଲେ କଣ ହେଲା? ତା ମନଟା ବଦଳିଗଲା ହେଲା। କହିଲା ତୁ ତୋ କଥା ରଖିଥିବାରୁ ମୁଁ ଖୁସି ହେଲି ହେଲା। କଣ କହିଲା? ଗାଈ ତାକୁ କହିଥିଲା ନା ତୁ ଛୁଆକୁ କ୍ଷୀର ଦେଇକି ଆସିବି ଭାରି ବୋଲି। ସେଇ କଥାଟା ରଖିଲା, କ୍ଷୀର ଦେଇକି ବାଘ ପାଖକୁ ଗଲା। ସେ କଣ କହିଲା? ତୁ ତୋ କଥା ରଖିଛୁ, ସେଇଥିପାଇଁ ବାଘ ଖୁସି ହେଇଗଲା ହେଲା। ମୁଁ ତତେ ଆଉ ଖାଇବି ନାହିଁ। କହିଲା ମୁଁ ତତେ ଆଉ ଖାଇବିନି। ବାଘ କହିଲା କାହାକୁ? ବଉଳା ଗାଈ। ତୁ ଏବେ ତୋ ଛୁଆ ପାଖକୁ ଫେରିଯା। କୁଆଡ଼େ ଫେରିଯା? ଛୁଆ ପାଖକୁ ଫେରିଯା ହେଲା। ବାଘ ବଉଳାକୁ ନ ଖାଇ ତା ନିଜ ବାଟରେ ଛାଡ଼ିଦେଲା। ଆଉ ଖାଇଲା କି ଖାଇଲାନି? ଖାଇଲାନି। କଣ ପାଇଁ ଖାଇଲାନି? ସେ ସତ କଥା କହିକି ଘରକୁ ଯାଇକି ଯୋଉ ସତ କଥା କହିଲା ମୁଁ ଆସିବି ବୋଲି ହେଇଥିପାଇଁ ତାକୁ ଛାଡ଼ିଦେଲା ହେଲା। ଖୁସିରେ ତା ଛୁଆ ପାଖକୁ କଣ ହେଲା? ଗାଈ ପଳେଇଲା। ବଉଳା ଗାଈ ହେଲା। କଣ ହେଲା? ସେ ଗଲା ପରେ ମା ଛୁଆ ଖୁସିରେ ରହିଲେ। ଗପ ଭଲ ଲାଗିଲା? ଗପରୁ କଣ ଶିଖିଲେ? ସେ ସତ କହିଥିଲା ବୋଲି କଣ ହେଲା? ଆଜି ସେ ତାକୁ ଖାଇଲାନି ହେଲା। ସବୁବେଳେ ସତ କହିବ, ମିଛ କହିବ? ତୋ ନାଁ କଣ? ବାଘ କାହାକୁ ଖାଇବ ବୋଲି କହୁଥିଲା? ଗାଈ। ଗାଈ କଣ କଲା? ସତ କହିଲା ନା ମିଛ କହିଲା? ଝିଅ ଗପରେ କିଏ କିଏ ଅଛନ୍ତି ଦେଖିଲ? ଏଇଟା କିଏ? ଏଇଟା କିଏ? ଏଇଟା କିଏ? ଏଇଟା କିଏ? ଛୁଆ ଗାଈ।